ନମସ୍କାର। T20 ବିଶ୍ୱକପ୍ ଆସନ୍ତା 7 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଉଭୟ ଭାରତ ଓ ଶ୍ରୀଲଙ୍କାରେ ଏ ବିଶ୍ୱକପ୍ ଖେଳାଯିବ। ଭାରତରେ 5ଟି ଏବଂ ଶ୍ରୀଲଙ୍କାରେ 3ଟି ଷ୍ଟାଡିୟମରେ ମୋଟ 55ଟି ମ୍ୟାଚ୍ ଖେଳାଯିବ। କିନ୍ତୁ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଯେଉଁ ଘଟଣା ଅଧିକ ଚର୍ଚ୍ଚାରେ ରହିଛି ତାହା ହେଉଛି ପାକିସ୍ତାନର ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ୍ କରିବା ବିଷୟ ଘୋଷଣା। କଥା ହେଉଛି ଏହି ବିଷୟ କେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନରେ ଭାରତୀୟ ମାନେ ହିନ୍ଦୁମାନଙ୍କ ଉପରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଲା ଏବଂ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ସେତେବେଳେ BCCI ପାକିସ୍ତାନୀ ବାଂଲାଦେଶୀ ଖେଳାଳିଙ୍କୁ IPLରୁ ବିଦା କରିବାର ନିଷ୍ପତ୍ତି ନେଲା ଏବଂ ପରବର୍ତ୍ତୀ ସମୟରେ ତାହା ଆପଣମାନେ ଜାଣିଥିବେ ଯେ ବାଂଲାଦେଶ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କଲା ଏବଂ ସୁରକ୍ଷା କାରଣ ଦର୍ଶାଇ ICCକୁ ଲେଖିଲା ଯେ ଆମେ ଭାରତ ଗସ୍ତରେ ଯିବୁ ନାହିଁ। ଆଉ ଏହି କାରଣରୁ ଶେଷରେ ବାଂଲାଦେଶକୁ ICC ବିଦା କଲା। କିନ୍ତୁ ପାକିସ୍ତାନ ୟା ମଝିରେ ଫାଇଦା ନେବାକୁ ଚାହୁଁଥିଲା ଏବଂ ICC ବୈଠକରେ ବାଂଲାଦେଶକୁ ସମର୍ଥନ ଦେବା ଏବଂ ଉସ୍କେଇବା ତାକୁ ବାଂଲାଦେଶକୁ ଏବଂ ନିଜେ ମଧ୍ୟ ଓହରି ଯିବାର ଯେଉଁ ନାଟକ କରୁଥିଲା ଏବଂ ବାଂଲାଦେଶ ଓହରି ଯିବା ପରେ ଯଦିଓ ଦଳ ଘୋଷଣା କରିଥିଲା ପାକିସ୍ତାନ, କିନ୍ତୁ ପାକିସ୍ତାନ ସରକାର ଗୋଟିଏ ଟ୍ୱିଟ୍ କରି କହିଲେ ଯେ ଆସନ୍ତା 15 ତାରିଖରେ ଭାରତ ବିପକ୍ଷରେ ଆମେ ମ୍ୟାଚ୍କୁ ବୟକଟ୍ କରିବୁ, ଖେଳିବୁ ନାହିଁ। ତେବେ ଏହାର କିଛି ସେମିତି ନିର୍ଦ୍ଦିଷ୍ଟ କାରଣ ସେମାନେ ଦେଖାଇ ପାରୁନାହାନ୍ତି ଏବଂ ICCକୁ ମଧ୍ୟ ସେମାନେ ଲିଖିତ ଭାବରେ କିଛି ଜଣାଇ ନାହାନ୍ତି। ଖାଲି ସରକାରଙ୍କର ଚାପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଭଳି କାର୍ଯ୍ୟ କରିଛି। ତେବେ ଏଇ ଯେଉଁ ପାକିସ୍ତାନର ଯେଉଁ ପ୍ରକୃତି ସବୁବେଳେ ଏମିତି ଗୋଟେ ଭଲ ଜିନିଷରେ କେଁ ପୁରେଇବା ଏବଂ ସବୁ ଗୁଳିଆ ଘାଣ୍ଟିଆ କରିଦେବା। ଆପଣମାନେ ଜାଣିଥିବେ ପାକିସ୍ତାନର ବର୍ତ୍ତମାନ ସ୍ଥିତି କ'ଣ। ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଦେବାଳିଆ ଦେଶ ହୋଇଯାଇଛି ଆର୍ଥିକ ଦୃଷ୍ଟିରୁ ଏବଂ ଯଦି ପାକିସ୍ତାନ ବୋର୍ଡ଼ କଥା କହିବା ତାହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ପରୋକ୍ଷରେ ଭାରତର ଅନୁଦାନରେ ହିଁ ଚାଲିଛି। କାହିଁକିନା ICCର ଯେଉଁ ରୋଜଗାର 90% ତାର ରୋଜଗାର ଭାରତୀୟ ମାର୍କେଟରୁ କରିଥାଏ ଏବଂ ICC ଯେଉଁ ରୋଜଗାର କରେ ସେଗୁଡ଼ିକ ତାର ସଦସ୍ୟମାନଙ୍କୁ ଦେଇଥାଏ, ପାକିସ୍ତାନକୁ ମଧ୍ୟ ଦେଉଛି। ପାକିସ୍ତାନ ନିଜସ୍ୱ ରୋଜଗାର କିଛି ନାହିଁ, ICC ଅନୁଦାନରେ ସେମାନେ ଚାଲୁଛନ୍ତି। ତେଣୁ ଆମରି ଅର୍ଥରେ ଚଳି ଆମରି ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଏବଂ ଆପଣମାନେ ତ ଏକଥା ବି ସବୁବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଏବଂ ବିଶ୍ୱ ସମୟରେ ଆମକୁ ନିନ୍ଦା କରିବା ଏଭଳି ବିଭିନ୍ନ କାର୍ଯ୍ୟରେ ସେମାନେ ଲିପ୍ତ ରହିଛନ୍ତି। ଏହାଦ୍ୱାରା ସେମାନଙ୍କର କ୍ଷତି ହେଉଛି, ଭାରତର ନୁହେଁ। ତେଣୁ ବର୍ତ୍ତମାନ ସମୟରେ ଯଦି ଭାରତ ବିପକ୍ଷରେ ସେମାନେ ନ ଖେଳୁଛନ୍ତି ICC ସେମାନଙ୍କ ଉପରେ ଆର୍ଥିକ ଦଣ୍ଡ ଲଦିଦେବ ଏବଂ ଯେଉଁ କିମ୍ବା ବାସନ୍ଦ ମଧ୍ୟ କରିବ। ଏହାଦ୍ୱାରା କ'ଣ ନା ପାକିସ୍ତାନର ହିଁ କ୍ଷତି ହେବ। BCCI ପାଖରେ ଏତେ ଅର୍ଥ ଅଛି ଯେ ତାର ଏହି ସାଧାରଣ ଯୋଡ଼ିଏ ମ୍ୟାଚ୍ ନ ଖେଳିଲେ କିଛି ସମସ୍ୟା ନାହିଁ। ତେଣୁ ଭାରତ ପାକିସ୍ତାନ ମ୍ୟାଚ୍ରୁ ICC ଯେଉଁ ଅର୍ଥ ରୋଜଗାର କରିବ ବା କରିବାକୁ ଯାଉଛି ସେ ଅର୍ଥ ସେଇମାନଙ୍କ କାର୍ଯ୍ୟରେ ସେ ପାକିସ୍ତାନ ହୁଅନ୍ତୁ କିମ୍ବା ଅନ୍ୟ ଯେଉଁ ବୋର୍ଡ଼ ଅଛନ୍ତି ସେମାନଙ୍କର ଉନ୍ନତି ବିକାଶରେ ଲାଗୁଛି ବା ଲାଗିବ। ତେବେ ଏପର୍ଯ୍ୟନ୍ତ ଏ ବିଷୟରେ ଯଦିଓ ପାକିସ୍ତାନର କେହି ମୁହଁ ଖୋଲି ନଥିଲେ, କିନ୍ତୁ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏ ବିଷୟରେ ମୁହଁ ଖୋଲିଛନ୍ତି ଯେ ଆମେ ବାଂଲାଦେଶକୁ ସମର୍ଥନ ଜଣାଇ ଏଭଳି ନିଷ୍ପତ୍ତି ନେଉଛୁ। ଭାରତ ଅଯଥା କ୍ରୀଡ଼ାରେ ରାଜନୀତି କରୁଛି ଆଉ ତାକୁ ଆମେ ବିରୋଧ କରୁଛୁ। ତେଣୁ ଏହି ଦୃଷ୍ଟିକୋଣରୁ ଆମେ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ୍ କରିବୁ। ତେବେ ଏହା ଗୋଟିଏ ଯୁକ୍ତିସଙ୍ଗତ କଥା ନୁହେଁ, କାହିଁକିନା ପୂର୍ବ ଚୁକ୍ତି ଅନୁସାରେ ଯେତେବେଳେ ICC ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରିଥିଲା, ଦୁଇ ଦେଶ ଭିତରେ ଯେଉଁ ତିକ୍ତତା ରହିଛି, ତେଣୁ ଭାରତ ସୁରକ୍ଷା କାରଣରୁ ପାକିସ୍ତାନ ଯିବା ସମ୍ଭବ ନଥିଲା। ତେଣୁ ସେହି ଆଧାରରେ ଭାରତ ଏକ ନିରପେକ୍ଷ ଭେନ୍ୟୁରେ UAEରେ ଖେଳିଲା ଏବଂ ଚାମ୍ପିୟନ ମଧ୍ୟ ହୋଇଥିଲା। ସେତେବେଳେ ଯେଉଁ ଚୁକ୍ତି ହୋଇଥିଲା ଯେ ଦୁଇ ଦେଶ ଯଦି କୌଣସି ICC ଚାମ୍ପିୟନ୍ସ ଟ୍ରଫି ଆୟୋଜନ ICCର ଇଭେଣ୍ଟ ଚାମ୍ପିୟନ୍ସ ଟ୍ରଫି ହେଉ କିମ୍ବା ଦିନିକିଆ ବିଶ୍ୱକପ୍ ହେଉ ବା ଆଉ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି ତାହେଲେ ଏ ଦୁଇ ଦଳ ଗୋଟିଏ ନିରପେକ୍ଷ ଭେନ୍ୟୁରେ ଖେଳିବେ। ବର୍ତ୍ତମାନ T20 ବିଶ୍ୱକପ୍ ଏକା ଭାରତ ଆୟୋଜନ କରୁନାହିଁ, ମିଳିତ ଭାବରେ ଶ୍ରୀଲଙ୍କା ସହିତ ହେଉଛି।
ତେଣୁ ଶ୍ରୀଲଙ୍କାରେ ପାକିସ୍ତାନ ଏବେ ତା'ର ସମସ୍ତ ମ୍ୟାଚ୍ ଖେଳିବ। ତେଣୁ ଭାରତ ବି ଯିବ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ, ଶ୍ରୀଲଙ୍କାରେ ଖେଳିବ। ତେଣୁ ଏଠି ଭାରତର କୌଣସି ଭୂମିକା ନାହିଁ। ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି, ଆଇସିସି କ୍ରୀଡ଼ା ସୂଚୀ କରୁଛି। ତେଣୁ ଏଠି ଯେଉଁ ଭାରତକୁ ମାନେ ସମାଲୋଚନା କରିବା ଏବଂ ଭାରତ ପଛରେ ପଡ଼ିବା ଏବଂ ଗୋଟେ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଯେଉଁ କ୍ରୀଡ଼ା ମାର୍କେଟକୁ ବ୍ୟାଘାତ ପହଞ୍ଚାଇବା ଯେ ଏଇ ଆଇସିସି ଏଇଭଳି ମ୍ୟାଚ୍ ଆୟୋଜନ କରିକି ଯେଉଁ ଅର୍ଥ ଉପାର୍ଜନ କରୁଛି ଏବଂ ଏଇଭଳି ଯେଉଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭିତରେ ଦ୍ୱିପାକ୍ଷିକ ସିରିଜ୍ ବହୁତ ଦିନ ଧରି ବନ୍ଦ ରହିଛି। ଏଇ ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଯୋଡ଼ିଏ ମ୍ୟାଚ୍ ଖେଳାଯାଉଛି, ସେଥିରେ କିଛି ରୋଜଗାର ହେଉଛି, ସେଥିରେ ବାଧା ପହଞ୍ଚାଇ ପାକିସ୍ତାନ ଆଦୌ ଠିକ୍ଠାକ୍ କରୁନାହିଁ। ତେଣୁ ଏ ବିଷୟରେ ଆଇସିସି ତ ବିଚାର କରୁଛି। ଆଇସିସି ଯଦି ପାକିସ୍ତାନ ନ ଖେଳେ ତାହେଲେ ଆଇସିସି ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ବିଶ୍ୱକପ୍ ଯେହେତୁ ପାଖେଇ ଆସୁଛି, ସବୁ ଦଳ ଭାରତରେ ଯେଉଁମାନେ ଖେଳିବେ ଗ୍ରୁପ୍ ଲିଗ୍ ପର୍ଯ୍ୟାୟ ଏବଂ ଶ୍ରୀଲଙ୍କାରେ ଯେଉଁମାନେ ଖେଳିବେ ସେମାନେ ପହଞ୍ଚିବା ଆରମ୍ଭ କରିସାରିଲେଣି, ପ୍ରସ୍ତୁତି ଆଗେଇ ଚାଲିଛି। ଏମିତି କିଛି ନୂଆ କଥା ଏବଂ ବିଶ୍ୱକପ୍କୁ ନେଇକି ପୁଣି ଆମେ ଏକ ନୂଆ ଭିଡ଼ିଓରେ ଆସିବା। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।